ଓ ହାଇ ନମସ୍କାର ସମସ୍ତଙ୍କୁ। ଆଇ ହୋପ୍ ଆପଣମାନେ ସମସ୍ତେ ବହୁତ ଭଲ ଏବଂ ବହୁତ ହି ସୁସ୍ଥ ଥିବେ। ତ ମୁଁ ତପସ୍ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି ଶିକ୍ଷୟିତା ବସ୍ ୟୁଟ୍ୟୁବ୍ ଚ୍ୟାନେଲରେ। ଆଜିର ଭିଡ଼ିଓଟା ବହୁତ ଇମ୍ପୋର୍ଟାଣ୍ଟ ଭିଡ଼ିଓ ହେବାକୁ ଯାଉଛି, କାହିଁକିନା ଆନ୍ଧ୍ର ବିଏଡ଼୍ ପିଲାମାନଙ୍କର ଫାର୍ଷ୍ଟ ସେମିଷ୍ଟର ନୋଟିସ୍ ପ୍ରାୟ ସବୁ ୟୁନିଭର୍ସିଟିରୁ ପଳାଇ ଆସିଛି। ତ ଯେଉଁମାନେ ଏହି ବର୍ଷ ଆଡ଼ମିସନ୍ ନେଇଛନ୍ତି ଆନ୍ଧ୍ରପ୍ରଦେଶର ଯେକୌଣସି ବିଏଡ଼୍ ୟୁନିଭର୍ସିଟିରେ ବା ବିଏଡ଼୍ କଲେଜେସ୍ରେ, ଦେନ୍ ଭିଡ଼ିଓଟା ଆପଣମାନଙ୍କ ପାଇଁ ଇନଫର୍ମେଟିଭ୍ ଏବଂ ଇଫେକ୍ଟିଭ୍। ଠିକ୍ ଅଛି। ତ ଆଜିର ଭିଡ଼ିଓରେ ଆମେ ପେଡାଗୋଜି ଅଫ୍ ସୋସିଆଲ ସାଇନ୍ସର ସିଲେକ୍ଟେଡ୍ ଡାଇଗ୍ରାମକୁ ଦେଖିବା, ଯାହାକି ଓନ୍ଲି ଆର୍ଟ୍ସ ପିଲାମାନଙ୍କ ପାଇଁ ହିଁ ଇଫେକ୍ଟିଭ୍ ହେବ, କାହିଁକିନା ସୋସିଆଲ ସାଇନ୍ସଟା ହେଉଛି ଆର୍ଟ୍ସ ପିଲାମାନଙ୍କର ସବଜେକ୍ଟ। ବୁଝିଗଲା। ଯଦି ଆପଣ ଆନ୍ଧ୍ର ବିଏଡ଼୍ କରୁଛନ୍ତି ଆଣ୍ଡ ଆପଣଙ୍କର ପେଡାଗୋଜି ଅଫ୍ ସୋସିଆଲ ସାଇନ୍ସ ସବଜେକ୍ଟ, ଆପଣଙ୍କର ପେଡାଗୋଜି ଅଫ୍ ସୋସିଆଲ ସାଇନ୍ସ ଆଜ୍ ଏ ସବଜେକ୍ଟ ଅଛି ମେଥୋଡୋଲୋଜି ପେପର, ଦେନ୍ ଆପଣମାନେ ଭିଡ଼ିଓଟା ସମ୍ପୂର୍ଣ୍ଣ ଦେଖିବେ, କାହିଁକିନା ଆଜିର ଭିଡ଼ିଓରେ ମୁଁ ଓନ୍ଲି ସିଲେକ୍ଟେଡ୍ ଡାଇଗ୍ରାମ, ମାନେ ଆପଣଙ୍କର ଏକ୍ଜାମରେ ମୁଁ ଯଦି କହିବି 80% ଆପଣଙ୍କର ଏକ୍ଜାମରେ ଏହିସବୁ ଗୋଟେ ଡାଇଗ୍ରାମ ଆସିବ, ମାନେ ଏହିସବୁ କ୍ୱେଶ୍ଚିନ୍ ଆସିବ, ଦେନ୍ ଏହିସବୁ ଡାଇଗ୍ରାମ ଆପଣ କରିବେ ଏକ୍ଜାମରେ। ଠିକ୍ ଅଛି। ତ ନିହାତି ଭିଡ଼ିଓଟାକୁ ସମ୍ପୂର୍ଣ୍ଣ ଦେଖିବେ ଆଉ ଆପଣଙ୍କ ସାଙ୍ଗସାଥିମାନଙ୍କ ଉପରେ ଭିଡ଼ିଓଟା ସେୟାର କରିବେ, ଯାହାଫଳରେ ସେମାନେ ବି ଇନଫର୍ମେସନ୍ ପାଆନ୍ତୁ, ସେମାନଙ୍କୁ ବି ହେଲ୍ପ ମିଳିବ, ଆପଣଙ୍କ ସହିତ ସେମାନେ ବି ପାସ୍ ହୁଅନ୍ତୁ। ବୁଝିଲା। ତ ଭିଡ଼ିଓଟା ଷ୍ଟାର୍ଟ କରିବା। ଯେଉଁମାନେ ଆମ ଚ୍ୟାନେଲକୁ ନୂଆ, ଚ୍ୟାନେଲକୁ ସବସ୍କ୍ରାଇବ୍, ଭିଡ଼ିଓକୁ ଲାଇକ୍ ସେୟାର, ତା ସହିତ ଯଦି କିଛି ଡାଉଟ୍ ରୁହେ କମେଣ୍ଟ କରିବେ। ଆଉ ଭିଡ଼ିଓଟାକୁ ସବୁ ୟୁନିଭର୍ସିଟିର ଷ୍ଟୁଡେଣ୍ଟମାନେ ଦେଖିବେ, ଯେଉଁମାନଙ୍କର ପେଡାଗୋଜି ସୋସିଆଲ ସାଇନ୍ସ ପେଡାଗୋଜି ସବଜେକ୍ଟ ଅଛି, ସେମାନେ ନିହାତି ଭିଡ଼ିଓଟା ଦେଖିବେ। କୌଣସି ଏକ୍ସକ୍ୟୁଜେସ୍ ନାହିଁ, ଭିଡ଼ିଓଟା ସମ୍ପୂର୍ଣ୍ଣ ଦେଖିବେ ଯଦି ଭଲ ସ୍କୋର କରିବାର ଅଛି। ଠିକ୍ ଅଛି। ତ ମୁଁ ଆରମ୍ଭ କରୁଛି, ସମ୍ପୂର୍ଣ୍ଣ ଦେଖିବେ। ଏବେ ଆମେ ଡିସ୍କସନ୍ କରିବା ଆମର ଫାର୍ଷ୍ଟ କ୍ୱେଶ୍ଚିନ୍। ସୋସିଆଲ ସାଇନ୍ସର ଫାର୍ଷ୍ଟ ୟୁନିଟ୍ର ଫାର୍ଷ୍ଟ କ୍ୱେଶ୍ଚିନ୍ ଅଛି ନା ନ୍ୟାଚୁରାଲ୍ ସାଇନ୍ସ ବା ସୋସିଆଲ ସାଇନ୍ସ। ଠିକ୍ ଅଛି। ତ ଆପଣଙ୍କର କ୍ୱେଶ୍ଚିନ୍ ଯାହା ବି ଆସୁ, ସାଇନ୍ସ ରିଲେଟେଡ଼୍ କ୍ୱେଶ୍ଚିନ୍ ଆସିବ, ତ ଯାହା ବି କ୍ୱେଶ୍ଚିନ୍ ଆସିବ ଆପଣ ଏଇ ଡାଇଗ୍ରାମଟା କରିପାରିବେ। ବୁଝିଗଲା। ମୁଁ ବେଶୀ ଡାଇଗ୍ରାମ ଆଣିନି, କିନ୍ତୁ ଯେତିକି ଆଣିଛି ଆପଣ ସେତିକି ଯଦି ଦେଖୁଛନ୍ତି ଆପଣଙ୍କ ନିହାତି ଏକ୍ଜାମଟା ଭଲ ହେବ। ଠିକ୍ ଅଛି। କାହିଁକିନା ଦେଖନ୍ତୁ, ଡାଇଗ୍ରାମ ବେଶୀ କରିକି କିଛି ଲାଭ ନାହିଁ। ଏକ୍ଜାମ ଓରିଏଣ୍ଟେଡ଼ ଆଣିବାର ଅଛି, ଏକ୍ଜାମରେ ଯାହା ଆସିବ ତାହାକୁ ଆପଣଙ୍କ ପାଇଁ ଆଣିବାର ଅଛି, ତାହେଲେ ଆପଣଙ୍କୁ ନିହାତି ହେଲ୍ପ ମିଳିବ, ନୁହେଁ କି? ତ ଦେଖନ୍ତୁ, ଫାର୍ଷ୍ଟ ହେଉଛି ଆପଣଙ୍କର ଯାହା ବି ସାଇନ୍ସ ଆସୁ ଆପଣ ଏଇଟାକୁ ଲେଖିପାରିବେ। ଠିକ୍ ଅଛି। ତ ଫାର୍ଷ୍ଟ ହେଉଛି ଆମର କ୍ରିଏଟିଭିଟି ଗୋଟେ ଅଛି। ଠିକ୍ ଅଛି। ନା ଫାର୍ଷ୍ଟ ହେଉଛି ଆମେ ଅବଜେକ୍ଟିଭିଟିକୁ ଯିବା। ଦେଖନ୍ତୁ, ଫାର୍ଷ୍ଟ ଅବଜେକ୍ଟିଭିଟି, ରିଲାଏବିଲିଟି, କନସିଷ୍ଟେନ୍ସି, ଦେନ୍ ଆଉ କ'ଣ ଅଛି, କ୍ରିଏଟିଭିଟି ଅଛି, ଟେଷ୍ଟିବିଲିଟି ଅଛି, ବା ଟେଷ୍ଟିବିଲିଟି କହିଲେ ବି ଆପଣ ହେବ, ଯାହା ବି କୁହନ୍ତୁ। ଠିକ୍ ଅଛି। ଦେନ୍ ଲଜିକ୍ ଅଛି, ଦେନ୍ ଅଛି ଇମ୍ପିରିକାଲ୍ ଅଛି, ତାପରେ ଆଉ କ'ଣ ଅଛି, ଏକ୍ସପେରିମେଣ୍ଟାଲ୍ ରିସର୍ଚ୍ଚ ଅଛି, ଆଉ ଗୋଟେ ଥିଲା ଆମର ସେଇଟା କ'ଣ, ପ୍ରେଡିକ୍ଟିବିଲିଟି। ଠିକ୍ ଅଛି। ତ ଏତିକି ଥିଲା ଆମର ଫାର୍ଷ୍ଟ କ୍ୱେଶ୍ଚିନ୍, ଯାହାକି ମୁଁ ଲିଖିଛି ନ୍ୟାଚୁରାଲ୍ ସାଇନ୍ସ, କିନ୍ତୁ ସୋସିଆଲ ସାଇନ୍ସ ଯଦି ବି କ୍ୱେଶ୍ଚିନ୍ ଆସିଲା ତ ସେମ୍ ଡାଇଗ୍ରାମ ଆପଣ କରିପାରିବେ। ବୁଝିଲା। ତ ୟୁନିଟ୍ 1ରେ ଗୋଟେ ହିଁ ଦେଖିଲେ ଆପଣଙ୍କର ହେଇଯିବ। ଠିକ୍ ଅଛି। ଯାହା ବି କ୍ୱେଶ୍ଚିନ୍ ଆସୁ କ୍ୟାରେକ୍ଟରିଷ୍ଟିକ୍, ଆଜ୍ ଏ କ୍ୟାରେକ୍ଟରିଷ୍ଟିକ୍ ଏଇ କ୍ୱେଶ୍ଚିନ୍ଟା ଆପଣ କରିବେ। ଠିକ୍ ଅଛି। ଫାର୍ଷ୍ଟ ଆଉ ଥରେ ମୁଁ ପଢ଼ି ଦେଉଛି ଟିକେ ଜଲ୍ଦି। ଫାର୍ଷ୍ଟ ହେଉଛି ଆପଣଙ୍କର ଦେଖନ୍ତୁ ଅବଜେକ୍ଟିଭିଟି, ରିଲାଏବିଲିଟି, କନସିଷ୍ଟେନ୍ସି, କ୍ରିଏଟିଭିଟି, ଦେନ୍ ଆପଣଙ୍କର ଟେଷ୍ଟିବିଲିଟି, ଦେନ୍ ଲଜିକ୍, ଦେନ୍ ଇମ୍ପିରିକାଲ୍, ଏକ୍ସପେରିମେଣ୍ଟାଲ୍ ରିସର୍ଚ୍ଚ, ପ୍ରେଡିକ୍ଟିବିଲିଟି। ଠିକ୍ ଅଛି। ଆଉ ଦେଖନ୍ତୁ, ନ୍ୟାଚୁରାଲ୍ ସାଇନ୍ସର ଟୁ ଟାଇପ୍ସର ଥାଏ। ଫାର୍ଷ୍ଟ ହେଉଛି ଆମର ଲାଇଫ୍ ସାଇନ୍ସ, ଦେନ୍ ଫିଜିକାଲ୍ ସାଇନ୍ସ। ଠିକ୍ ଅଛି। ତ ଏଇଟା ବି ଆପଣ କରିପାରିବେ ଯଦି ନ୍ୟାଚୁରାଲ୍ ସାଇନ୍ସର ଟାଇପ୍ସ ପଚାରିଲା। ଠିକ୍ ଅଛି। ଅଦରୱାଇଜ୍ ଏଇଟା ଦରକାର ନାହିଁ, ଉପରଟା କରିଦେବେ। କ୍ଲିଅର୍। ଦେନ୍ ଆଉ କ'ଣ ଅଛି, ଏବେ ଦେଖନ୍ତୁ, ଯଦି ଆପଣଙ୍କୁ ପଚାରେ ଡିଷ୍ଟିଂସନ୍ ବିଟୱିନ୍ ନ୍ୟାଚୁରାଲ୍ ଆଣ୍ଡ ସୋସିଆଲ ସାଇନ୍ସ, ତାହେଲେ ଆପଣ ଗୋଟେ ପଟେ ନ୍ୟାଚୁରାଲ୍ ସାଇନ୍ସ ଲେଖିବେ, ଗୋଟେ ପଟେ ସୋସିଆଲ ସାଇନ୍ସ। ତ ନ୍ୟାଚୁରାଲ୍ ସାଇନ୍ସରେ ଆପଣଙ୍କର କ'ଣ ଯିବ ସବଜେକ୍ଟ, ଦେଖନ୍ତୁ ଫାର୍ଷ୍ଟ ହେଉଛି ଆପଣଙ୍କର ଏଷ୍ଟ୍ରୋନୋମି, କେମିଷ୍ଟ୍ରି, ବାୟୋଲୋଜି, ଫିଜିକ୍ସ, ଜିଓଲୋଜି। ବୁଝିଲା। ସେମିତି ଆପଣଙ୍କର ସୋସିଆଲ ସାଇନ୍ସରେ କ'ଣ ଯିବ, ଇକୋନୋମିକ୍ସ, ଫିଲୋସଫି, ହ୍ୟୁମାନିଟିଜ୍, ପଲିଟିକାଲ୍ ସାଇନ୍ସ, କଲଚରାଲ୍ ସାଇନ୍ସ। କ୍ଲିଅର୍। ଆପଣ ଦୁଇଟାକୁ ପଲିଟିକାଲ୍ ସାଇନ୍ସ ଭିତରେ ଆମର କେଉଁ ସବଜେକ୍ଟ ଯିବ, ନ୍ୟାଚୁରାଲ୍ ସାଇନ୍ସ ଭିତରେ ଆଉ ଆମର ସୋସିଆଲ ସାଇନ୍ସ ଭିତରେ କ'ଣ ସବଜେକ୍ଟ ଯାଉଛି ତାହାକୁ ଆପଣ ଲେଖିଲେ। କ୍ଲିଅର୍। ଦେନ୍ କମ୍ପୋନେଣ୍ଟ ଅଫ୍ ସୋସିଆଲ ସାଇନ୍ସ, ଦେଖନ୍ତୁ ସେମ୍ ଜିନିଷ ଆମେ ଫାର୍ଷ୍ଟ ଡାଇଗ୍ରାମରେ ଯେମିତି ଯାହା ଲେଖିଥିଲେ ସେମିତି। ଠିକ୍ ଅଛି। କମ୍ପୋନେଣ୍ଟସ୍ ଅଫ୍ ସୋସିଆଲ ସାଇନ୍ସ, ତ ସୋସିଆଲ ସାଇନ୍ସ କମ୍ପୋନେଣ୍ଟ ଯଦି ଆସିଲା ବାଇ ଚାନ୍ସ, ତ ସେଥିରେ ଆପଣଙ୍କର ଫାର୍ଷ୍ଟ ହେଉଛି ସୋସିଓଲୋଜି, ପଲିଟିକାଲ୍ ସାଇନ୍ସ, କଲଚର, ଦେନ୍ ଆପଣଙ୍କର ଇକୋନୋମିକ୍ସ, ସିଭିକ୍ସ। ଠିକ୍ ଅଛି। ଦେନ୍ ଅଛି ଆପଣଙ୍କର ଜିଓଲୋଜି, ହିଷ୍ଟ୍ରି, ଜିଓଗ୍ରାଫି ବା ଫିଲୋସଫି। ଠିକ୍ ଅଛି। ଏଇଟା ହେଉଛି ତା'ର କମ୍ପୋନେଣ୍ଟସ୍। କମ୍ପୋନେଣ୍ଟସ୍ ମାନେ କ'ଣ, ଆପଣ ଆମର ସୋସିଆଲ ସାଇନ୍ସ ଭିତରେ କ'ଣ ତାହାର ଅଙ୍ଗ ପ୍ରତ୍ୟଙ୍ଗ ଯେମିତି ରୁହେ ତାହାକୁ କମ୍ପୋନେଣ୍ଟସ୍। ଠିକ୍ ଅଛି। ତ ଏବେ ଦେଖନ୍ତୁ, ଏବେ ଆମର ୟୁନିଟ୍ 2କୁ ଦେଖିବା। ଠିକ୍ ଅଛି। ୟୁନିଟ୍ 1ରେ ସେତିକି ତିନିଟା ହିଁ ଡାଇଗ୍ରାମ୍, ତିନିଟା ନୁହଁ, ମୁଁ ଆପଣଙ୍କୁ କହୁଛି ଓନ୍ଲି ଫାର୍ଷ୍ଟ 1 ନମ୍ବର ଡାଇଗ୍ରାମଟାକୁ ଦେଖନ୍ତୁ। ଠିକ୍ ଅଛି।
ଦେନ୍ ଏମ୍ ଅବଜେକ୍ଟିଭ୍ ଆଣ୍ଡ ଏକାଡେମିକ୍ ଷ୍ଟାଣ୍ଡାର୍ଡ଼ ଅଫ୍ ସୋସିଆଲ ସାଇନ୍ସ ଠିକ୍ ଅଛି। ଏଥିରେ ଆପଣଙ୍କର କ'ଣ ଅଛି ଏମ୍ ଯଦି ପଚାରେ ଠିକ୍ ଅଛି, ଏମ୍ ରିଲେଟେଡ଼୍ ଆସିଲେ ବି ସେମ୍ ଜିନିଷ ଆପଣଙ୍କର ଯିବ ପଏଣ୍ଟ ଯାକ। ଦେଖନ୍ତୁ ଫାର୍ଷ୍ଟ ହେଉଛି କ୍ରିଟିକାଲ୍ ଆନାଲିସିସ୍, ଦେନ୍ ସିରିୟସ୍ ଏଙ୍ଗେଜମେଣ୍ଟ, ତାପରେ ଆପଣଙ୍କର କଲଚରାଲ୍ ଆୱାରନେସ୍, ସୋସିଆଲ୍ ଆୱାରନେସ୍, ହିଷ୍ଟୋରିକାଲ୍ ଅଣ୍ଡରଷ୍ଟାଣ୍ଡିଂ। କ୍ଲିୟର? এই 5ଟା ପଏଣ୍ଟ ହେଉଛି ଆପଣଙ୍କର ଏମ୍ ଅଫ୍ ଟିଚିଂ ଠିକ୍ ଅଛି। ଏମ୍ ଅଫ୍ ଟିଚିଂ ଗଲା। ଏବେ ଅବଜେକ୍ଟିଭ୍ ଅଫ୍ ଟିଚିଂ ସୋସିଆଲ ସାଇନ୍ସ ଠିକ୍ ଅଛି। ତ ଅବଜେକ୍ଟିଭ୍ରେ ଆପଣଙ୍କର ଦେଖିବେ ଏ ଡାଇଗ୍ରାମଟା ଟିକେ ଗେଞ୍ଜିଆ ହେଇଗଲା, ମାନେ ତ ଏମ୍ ଆଣ୍ଡ ଅବଜେକ୍ଟିଭ୍ ଡିଫରେଣ୍ଟ ଠିକ୍ ଅଛି। ତ ଅବଜେକ୍ଟିଭ୍ ପାଇଁ ଆଉ କେତେଟା ପଏଣ୍ଟ ଏକ୍ସଟ୍ରା ଅଛି, ଯେମିତିକି ଆମର କ୍ରିଟିକାଲ୍ ଥିଙ୍କିଂ, ସୋସିଆଲ ଡେଭଲପମେଣ୍ଟ, କଲଚରାଲ୍ ଆୱାରନେସ୍, ଏକ୍ୟୁରିଂ ନଲେଜ୍ ଟୁ ଡେଭଲପ୍ ପର୍ସନାଲିଟି, ସୋସିଆଲାଇଜେସନ୍, ଅଣ୍ଡରଷ୍ଟାଣ୍ଡିଂ ସୋସାଇଟି ଆଣ୍ଡ ଅଣ୍ଡରଷ୍ଟାଣ୍ଡିଂ ହ୍ୟୁମାନ୍ ରିଲେସନସିପ୍ ଠିକ୍ ଅଛି। এটা হচ্ছে ଆପଣଙ୍କର ଅବଜେକ୍ଟିଭ୍ ଅଫ୍ ସୋସିଆଲ ସାଇନ୍ସ। ଦେନ୍ ନେକ୍ସଟ ଯିବା। ତ ନେକ୍ସଟ ଦେଖନ୍ତୁ ୟୁନିଟ୍ 2ରେ ଆଉ ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ବ୍ଲୁମ୍ ଟେକ୍ସୋନୋମି ଏଜୁକେସନାଲ ଅବଜେକ୍ଟିଭ୍ସ। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଏଇଟା ଆପଣଙ୍କର ଏକ୍ଜାମରେ ଆସିବାର ଚାନ୍ସେସ୍ ଅଛି ଠିକ୍ ଅଛି। ତ ଦେଖିବେ ଯଦି ଆସିଲା ତ ବ୍ଲୁମ୍ ଆମର 3ଟା ମାନେ କ'ଣ ସେ ଡୋମେନ୍ ଦେଇଥିଲେ। ଫାର୍ଷ୍ଟ ହେଉଛି ଆପଣଙ୍କର କଗ୍ନେଟିଭ୍, ଏଫେକ୍ଟିଭ୍, ସାଇକୋମୋଟର ଠିକ୍ ଅଛି। ତ କଗ୍ନେଟିଭ୍ରେ କ'ଣ କେତେଟା ପଏଣ୍ଟ ଅଛି, ଏଫେକ୍ଟିଭ୍ରେ କେତେଟା ଅଛି, ସାଇକୋମୋଟର ଅଛି। ତ ଗୋଟେ ମୁଁ ସବୁ ଲେଖିଛି, ଆପଣ ସେ ଯେତିକି ମନେ ରଖିପାରିବେ ସେତିକି ଲେଖିବେ ଆଉ। ଏଠି ଫାର୍ଷ୍ଟ ହେଉଛି କ୍ରିଏଟିଂ, ଦେନ୍ ଅଣ୍ଡରଷ୍ଟାଣ୍ଡିଂ, ଆପ୍ଲାଇଂ, ଆନାଲାଇଜ୍, ଦେନ୍ ଇଭାଲୁଏସନ୍, ଦେନ୍ ରିମେମ୍ବରିଂ ଠିକ୍ ଅଛି। ଏଇଟା ହେଉଛି ଆମର କଗ୍ନେଟିଭ୍ ଥିଲା। ଏବେ ଏଫେକ୍ଟିଭ୍ରେ ଆମର ଲିମିଟେସନ୍, ଦେନ୍ ମାନିପୁଲେସନ୍, ଦେନ୍ ଆପଣଙ୍କର ପ୍ରେସିସନ୍, ଦେନ୍ ଆର୍ଟିକୁଲେସନ୍, ଦେନ୍ ନ୍ୟାଚୁରାଲାଇଜେସନ୍। କ୍ଲିୟର? ଲାଷ୍ଟ ଅନ୍ ସାଇକୋମୋଟରରେ ଆପଣଙ୍କର ଅଛି କେତେଟା, ଫାର୍ଷ୍ଟ ହେଉଛି ଆପଣଙ୍କର ରିସିଭିଂ, ରେସ୍ପଣ୍ଡିଂ, ଭ୍ୟାଲୁଇଂ, ଅର୍ଗାନାଇଜିଂ, କ୍ୟାରେକ୍ଟରାଇଜେସନ୍ ଠିକ୍ ଅଛି। ଏଇଟା ଥିଲା ଆପଣଙ୍କର ବ୍ଲୁମ୍ ଟେକ୍ସୋନୋମି ଏଜୁକେସନାଲଙ୍କର ଥିଓରି ଠିକ୍ ଅଛି, ବା ତାଙ୍କର ଡୋମେନ୍। ଦେନ୍ ୟୁନିଟ୍ 3କୁ ଯିବା। ୟୁନିଟ୍ 3ରେ ଅଛି ଆପଣଙ୍କର ଆପ୍ରୋଚେସ୍, ମେଥଡ଼, ଷ୍ଟ୍ରାଟେଜିସ୍, ଟେକ୍ନିକ୍ ଠିକ୍ ଅଛି। ତ ଯାହା ବି ଥାଉ ଆମର କ୍ୱେଶ୍ଚିନ୍ ଥିବ କ'ଣ ଏଥିରେ, ଆପଣଙ୍କର ମାଇକ୍ରୋ ଟିଚିଂ ୟୁନିଟ୍ 4ରେ ଅଛି ଆଇ ଥିଙ୍କ, ତ ଲେଖିଦେଇଛି ଏଇ ଜାଗାରେ, ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଆଣ୍ଡ ଆଉ ଗୋଟେ ଆପଣଙ୍କର ଆସିବ କ'ଣ ସେଥିରୁ, ମାନେ ମାଇକ୍ରୋ ଟିଚିଂ ଗୋଟେ ଦେଇଦେଇଛି, ଆଉ ଗୋଟେ ଅଛି ଆପଣଙ୍କର ମାଇଣ୍ଡ ମ୍ୟାପିଂ ଠିକ୍ ଅଛି। ତ ଏଇ ଡାଇଗ୍ରାମଟା ଇମ୍ପୋର୍ଟାଣ୍ଟ, ଏଇଟା ମୁଁ ନେକ୍ସଟ ଭଲସେ କରିଛି, ବୁଝିବି ସେଇଥିରେ ଠିକ୍ ଅଛି। ଫାର୍ଷ୍ଟ ହେଉଛି ଦେଖନ୍ତୁ ପ୍ଲାନିଂ, ଟିଚ୍, ଫିଡ଼ବ୍ୟାକ୍, ରିପ୍ଲାନ୍, ରିଟିଚ୍, ଫିଡ଼ବ୍ୟାକ୍ ଠିକ୍ ଅଛି। ଏଥିରେ କିଛି ନୁହଁ, 3ଟା ପଏଣ୍ଟ ମନେ ଥିଲେ ଆଉ 3ଟା ଆପଣ ଆରାମସେ ଲେଖିପାରିବେ, ବୁଝିଲା। ଏଥିରେ ଟାଇମ୍ ବି ଆମର ମ୍ୟାଟର୍ କରେ, କେତେଟା ମାନେ କେତେ ସମୟ ଆମର କ୍ଲାସେସ୍ ହୁଏ ଠିକ୍ ଅଛି। ମୁଁ ବୁଝାଉଛି, ନେକ୍ସଟ ଡାଇଗ୍ରାମରେ ଅଛି ତା। ମାଇଣ୍ଡ ମ୍ୟାପିଂରେ ଆପଣ 4ଟା ମନେ ରଖିବେ। ଫାର୍ଷ୍ଟ ହେଉଛି ତାର ଟୁଲ୍ସ, ଦେନ୍ ପ୍ରୋସେସ୍, ୟୁଜେସ୍ ଆଣ୍ଡ ଡେଫିନେସନ୍, ବୁଝିଲା। ତ ଆମର ଫାର୍ଷ୍ଟ ଯେକୌଣସି ଗୋଟେକୁ ନେଇଯିବା, ଯେମିତିକି ଆମର ଫାର୍ଷ୍ଟ ହେଉଛି ତାର ଟୁଲ୍ସରେ କ'ଣ ଅଛି, ମାନେ ଆମର ଆପ୍ସ ଅଛି, ୱେବ୍ସ ଅଛି, ଅଦର ଅଛି ଠିକ୍ ଅଛି। ପ୍ରୋସେସ୍ରେ କ'ଣ ଅଛି ନା ସିଷ୍ଟମେଟିକ୍ ଗୋଟେ ଆପଣଙ୍କର ଅଛି, ଆଉ ଗୋଟେ ଅଛି ଆମର କ'ଣ ନା ଭେରିଏସନ୍ ଠିକ୍ ଅଛି। ୟୁଜେସ୍ରେ ଅଛି ଲର୍ଣ୍ଣିଂ, ଆସେସମେଣ୍ଟ, ଏକ୍ଜାମ୍ପଲ୍ସ, ଆଣ୍ଡ ଡିଫାଇନ୍ ବା ଡେଫିନେସନ୍ରେ ଅଛି ଆମର ଗ୍ରାଫିକ୍ସ ଆଣ୍ଡ ନଲେଜ୍ ଠିକ୍ ଅଛି। ତ ଏମିତି ଆପଣ ଦେଖିବେ, ଯାହାକି ୟୁନିଟ୍ 3। ଦେନ୍ ୟୁନିଟ୍ 4କୁ ଯିବା। ୟୁନିଟ୍ 4 ଆମର ସେମ୍ କ୍ୱେଶ୍ଚିନ୍ ଥିଲା, ମାଇକ୍ରୋ ଟିଚିଂ ଇମ୍ପୋର୍ଟାଣ୍ଟ। ଦେଖନ୍ତୁ ସେଇ ଡାଇଗ୍ରାମଟା କେମିତି କରୁଛି। ତ ଦେଖନ୍ତୁ ମାଇକ୍ରୋ ଟିଚିଂ ଠିକ୍ ଅଛି, ମାନେ ଆମର ଟିଚିଂ ରିଲେଟେଡ଼୍ ଗୋଟେ କ୍ୱେଶ୍ଚିନ୍ଟା। ମାଇକ୍ରୋ ଟିଚିଂ ମାନେ କ'ଣ, ଯେତେବେଳେ ଗୋଟେ ଶିକ୍ଷକ କ୍ଲାସରୁମ୍ରେ ଏଣ୍ଟ୍ରି କରନ୍ତି, ତାଙ୍କର ପିରିୟଡ଼ଟାକୁ ସେ କେମିତି ୟୁଟିଲାଇଜ୍ କରିବା, କେମିତି କରନ୍ତେ, ତାହା ରିଲେଟେଡ଼୍ କ୍ୱେଶ୍ଚିନ୍ଟା। ଯେମିତିକି ଆମର ଜେନେରାଲି ଗୋଟେ ପିରିୟଡ଼ 45 ମିନିଟ୍ର ଥାଏ ଠିକ୍ ଅଛି। ତାହା ଭିତରେ ସେ ଆସିକି ପ୍ଲାନିଂ ଗୋଟେ କରନ୍ତି, ଟିଚ୍ ଦେବେ, ତାପରେ ସିଏ ଫିଡ଼ବ୍ୟାକ୍ ନେବେ। ଦେନ୍ ଯଦି କିଛି ମାନେ ବୁଝିବାକୁ ଅସୁବିଧା ହେଲା, ଦେନ୍ ସେ ରିପ୍ଲାନ୍ କରିବେ। ପିଲାମାନେ ଯଦି ବୁଝି ନ ପାରୁଛନ୍ତି ରିଟିଚ୍ ଦେବେ, ଫିଡ଼ବ୍ୟାକ୍ ନେବେ, ବୁଝିଲା। ଏଇଟା ହେଉଛି ତା'ର ପ୍ରୋସେସ୍। ଯଦି ଆସିଲା ନିହାତି ମାଇକ୍ରୋ ଟିଚିଂ ତ ଆସିବ, ମୁଁ ଲାଗୁଛି ମୋତେ। ତ ଏମିତି ଆପଣ କରିବେ, ଏଇ ଡାଇଗ୍ରାମଟା କରିବେ ଠିକ୍ ଅଛି। ନେକ୍ସଟ ଇୟର୍ ପ୍ଲାନ୍, ଆଉ ଗୋଟେ ଆପଣଙ୍କର ଅଛି କ'ଣ ସେଇଟା ଲେସନ୍ ପ୍ଲାନ୍ ଠିକ୍ ଅଛି। ଇୟର୍ ପ୍ଲାନ୍ଟାର ଅର୍ଥ କ'ଣ, ଇୟର୍ ପ୍ଲାନ୍ରେ କ'ଣ ଯିବ ପଏଣ୍ଟ ଦେଖନ୍ତୁ, ଭଲସେ ବୁଝନ୍ତୁ। ଦେଖନ୍ତୁ ଇୟର୍ ପ୍ଲାନ୍ ମାନେ କ'ଣ, ଇୟର୍ ପ୍ଲାନ୍ର ଅର୍ଥ ଗୋଟେ ବର୍ଷରେ ଯେଉଁ ପ୍ଲାନ୍ ତିଆରି କରାଯାଇଥାଏ ଠିକ୍ ଅଛି। ସେଥିରେ ଆପଣଙ୍କର ବଜେଟ୍, ଦେନ୍ ଗୋଲ୍, ଆନୁଆଲ୍ ପ୍ଲାନିଂ, ଦେନ୍ କ'ଣ ଅଛି କଣ୍ଟିନ୍ୟୁଅସ୍ ପ୍ଲାନ୍, ଟାଇମ୍ ଲାଇନ୍, କୋର୍ ଭ୍ୟାଲୁସ୍, ଦେନ୍ ଆପଣଙ୍କର ଅଛି ଟେକ୍ନୋଲୋଜିକାଲ୍ ଚେଞ୍ଜ, ବୁଝିଲା। ଏତିକି ହେଉଛି ଆପଣଙ୍କର ଇୟର୍ ପ୍ଲାନ୍, ମାନେ ଗୋଟେ ପ୍ଲାନ୍
ମାନେ ଗୋଟିଏ ବର୍ଷ ପାଇଁ ଯଦି ପ୍ଲାନ୍ କରାଯାଏ ତାହେଲେ ଏତିକି ହେଉଛି ତାର କୋର୍ ଭ୍ୟାଲ୍ୟୁସ୍ ବୁଝିଲା ବା ପଏଣ୍ଟସ୍ ଯାକ। ଦେନ୍ ଆଉ ଗୋଟେ ଅଛି ଆପଣଙ୍କର କ'ଣ ଇୟର୍ ପ୍ଲାନ୍ ଗଲା। ଏବେ ହେଉଛି ଆପଣଙ୍କର ୟୁନିଟ୍ ପ୍ଲାନ୍। ଠିକ୍ ଅଛି, ନେକ୍ସଟ ହେଉଛି ଆମର ୟୁନିଟ୍ ପ୍ଲାନ୍। ୟୁନିଟ୍ ପ୍ଲାନ୍ଟା ଦେଖନ୍ତୁ ଫାର୍ଷ୍ଟ ହେଉଛି କଣ୍ଟେଣ୍ଟ ଆନାଲିସିସ୍, ଦେନ୍ ଫର୍ମେସନ୍, ଦେନ୍ ଟିଚିଂ ଲର୍ଣ୍ଣିଂ ଆକ୍ଟିଭିଟି, ଦେନ୍ ଟିଚିଂ ମେଟେରିଆଲ୍ସ ଆଣ୍ଡ ଲାଷ୍ଟ ହେଉଛି ଟିଚିଂ ପ୍ରୋସିଡ୍ୟୁର୍ସ ବୁଝିଲା। ଦିସ୍ ହେଉଛି ୟୁନିଟ୍ ପ୍ଲାନ୍। କ୍ଲିୟର। ଦେନ୍ ଲାଷ୍ଟ ୟୁନିଟ୍ 5କୁ ଦେଖିବା, ଟିଚିଂ ଲର୍ଣ୍ଣିଂ ରିସୋର୍ସେସ୍ ଇନ୍ ସୋସିଆଲ୍ ସାଇନ୍ସ। ଠିକ୍ ଅଛି, ସେଥିରେ ଆମର ଫାର୍ଷ୍ଟ କ୍ୱେଶ୍ଚନ୍ କ'ଣ ଦେଖନ୍ତୁ, ମୁଁ ଗୋଟେ ହିଁ ଦେଇଥାନ୍ତି କିନ୍ତୁ ଦୁଇଟା ଦେଇଦେଇଛି ଆପଣଙ୍କୁ, ଯେମିତି ଆପଣମାନେ ଯେମିତି ନର୍ଭସ୍ ମାନେ ଆପଣଙ୍କୁ ଯେମିତି ଡାଉଟ୍ଟା ନ ରହ ସେଥିପାଇଁ ମୁଁ ଦୁଇଟା ଦେଇଦେଇଛି, ଅଦରୱାଇଜ୍ ଗୋଟେ ହିଁ ଡାଇଗ୍ରାମ୍ କରିଥାନ୍ତି ୟୁନିଟ୍ 5ରେ। ତ ମ୍ୟୁଜିୟମ୍ ରିଲେଟେଡ଼୍ ଯଦି କ୍ୱେଶ୍ଚନ୍ ଆସିଲା କିଛି ବି, ଠିକ୍ ଅଛି, ଆପଣ ଜାଣିଥିବେ ହେଲେ ବି ମୁଁ ଦେଇଦେଇଛି ଆଉ ମ୍ୟୁଜିୟମ୍ ରିଲେଟେଡ଼୍। ତ ଦେଖନ୍ତୁ ମ୍ୟୁଜିୟମ୍ରେ କ'ଣ ହୁଏ, ସିଏ ଡାଟା କଲେକ୍ଟ କରନ୍ତି। ଠିକ୍ ଅଛି, ବହୁତ ପୁରୁଣା ଜିନିଷ ସବୁ ରଖନ୍ତି ସଂରକ୍ଷିତ କରିକି, ତାକୁ ସିଏ ଆଜ୍ ଏ ଭ୍ୟୁ ବା ଗୋଟେ ରଖନ୍ତି, ତାହା ସେଥିରେ ଯାଇକି ଲୋକମାନେ ଦେଖନ୍ତି। ଠିକ୍ ଅଛି, ପୁରୁଣା ଯେତେ ସବୁ ଜିନିଷପତ୍ର ଥାଏ, ତ ସେଇଟା ହେଉଛି କଲେକ୍ଟିଂ। ଠିକ୍ ଅଛି, ଡାଟା କଲେକ୍ଟ କରିକି ସେମାନେ ରଖନ୍ତି। ପ୍ରେଜେଣ୍ଟିଂ, ସେମାନେ ପ୍ରେଜେଣ୍ଟ କରନ୍ତି, ଲୋକମାନଙ୍କୁ ମାନେ ଦେଖାନ୍ତି। ଦେନ୍ ଇଣ୍ଟରପ୍ରେଟିଂ, ସେମାନେ କୁହନ୍ତି ନା, ମାନେ ବେଶୀ ପାଖରେ ଆମର ମ୍ୟୁଜିୟମ୍ରେ ସବୁ ହିଷ୍ଟୋରିକାଲ ମନୁମେଣ୍ଟସ୍ ଯାକ ରୁହେ। ଠିକ୍ ଅଛି, ତ ସେଥିରେ ସବୁ ସେମାନେ ଲେଖନ୍ତି, ସେମିତି କ'ଣ ସେଥିରେ ଥିଲା, କେଉଁ ପିରିୟଡ଼ର ସେସବୁ ବୁଝିଲା। ଦେନ୍ ଏକ୍ଜିବିଟିଂ, ଯାହା ମୁଁ କହୁଥିଲି ଆପଣଙ୍କୁ, ଦେଖାଯାଏ, ଲୋକମାନଙ୍କୁ ଦେଖାନ୍ତି ସେଇଟା। ଦେନ୍ କ'ଣ ଅଛି ଏଜୁକେଟିଂ, ସେୟାରିଂ, ଠିକ୍ ଅଛି, ପ୍ରୋମୋଟିଂ ଡାଇଭର୍ସିଟି। କ୍ଲିୟର। ଦେନ୍ ଲାଷ୍ଟ ଡାଇଗ୍ରାମ୍ ଆମର ହ୍ୟାଣ୍ଡଲିଂ ହର୍ଡଲେସ୍ ଇନ୍ ୟୁଟିଲାଇଜ୍ ରିସର୍ଚ୍ଚ। ଠିକ୍ ଅଛି, ତ କ୍ୱେଶ୍ଚନ୍ଟା ଯଦି ଆସିଲା ତାପରେ ଏଇ ଡାଇଗ୍ରାମ୍ଟା ହେଉଛି ପରଫେକ୍ଟ। ତ ଡାଇଗ୍ରାମ୍ଟା କ'ଣ ନା, ଫାର୍ଷ୍ଟ ହେଉଛି ପ୍ଲାନିଂ, ଅର୍ଗାନାଇଜିଂ, ଟେକ୍ନୋଲୋଜି, ପେଡାଗୋଜି, ଲୋକାଲ୍ ରିସୋର୍ସେସ୍ ବୁଝିଲା। ଏଇଟା ହେଉଛି ତା'ର ଫ୍ୟାକ୍ଟର। କ୍ଲିୟର। ଆଉ ଏଥିରେ ଆଉ କିଛି ଆପଣଙ୍କୁ ଆଡ଼୍ କରିବା ଦରକାର ନାହିଁ, କାହିଁକିନା 4ରୁ 5ଟା ପଏଣ୍ଟ ହିଁ ଆପଣଙ୍କ ପାଇଁ ସଫିସିଏଣ୍ଟ। କ୍ଲିୟର। ତ ଏଇଟା ଥିଲା ଆପଣଙ୍କର ପେଡାଗୋଜି ଅଫ୍ ସୋସିଆଲ୍ ସାଇନ୍ସ ଆନ୍ଧ୍ର ବିଏଡ୍ ଫାର୍ଷ୍ଟ ସେମିଷ୍ଟର ସବୁ ୟୁନିଭର୍ସିଟିର ପିଲାମାନଙ୍କ ପାଇଁ ସିଲେକ୍ଟେଡ୍ ଡାଇଗ୍ରାମ୍, ଯାହାକି ଆପଣଙ୍କର ଏକ୍ଜାମ୍ ପାଇଁ ନିହାତି ଦରକାର। ଆଉ ମୁଁ ବହୁତ ହି କମ୍ ଡାଇଗ୍ରାମ୍ ଆଣିଛି ଆପଣଙ୍କର 5ଟା ୟୁନିଟ୍ରେ। ଠିକ୍ ଅଛି, ତ ଏତିକି ଯଦି ଆପଣ ଫଲୋ କରିବେ, ମୋତେ ଲାଗୁଛି ଆପଣଙ୍କର ଏକ୍ଜାମ୍ ଭଲ ହେଇପାରେ। ମୋତେ ଲାଗୁଛି ଆପଣଙ୍କର ଏକ୍ଜାମ୍ ନିହାତି ଭଲ ହେବ। ଠିକ୍ ଅଛି, କାହିଁକି ନା ଏକ୍ଜାମ୍ରେ ଆପଣ ଲେଖିବେ, ତା ସହିତ ଡାଇଗ୍ରାମ୍ ବି ଦରକାର। ଆଉ ଡାଇଗ୍ରାମ୍ ଯଦି ମାନେ କ୍ୱେଶ୍ଚିନ୍ ରିଲେଟେଡ୍ ଥିବ ଦେନ୍ ବହୁତ ଭଲ ନା। ତ ଏତିକି ଥିଲା ଆପଣଙ୍କ ପାଇଁ। ଯଦି ଆପଣଙ୍କୁ କିଛି ବି ଡାଉଟ୍ ଥାଏ, କିଛି ବି ଆପଣଙ୍କର ସଜେସନ୍ ଥାଏ, ନିହାତି କମେଣ୍ଟ ସେକ୍ସନ୍ ଆଭେଲେବଲ୍ ଅଛି, ନିହାତି ଦେଇପାରିବେ। ତ ରଖିବା ଆଜିର ଭିଡ଼ିଓଟା। ଟିଲ୍ ଦେନ୍ ସମସ୍ତେ ଭଲ ରହିବେ, ସମସ୍ତଙ୍କୁ ଭଲ କରିବେ, ଯାହାଫଳରେ ଆପଣଙ୍କ ସହିତ ନିହାତି ଭଲ ହେବ। ତ ରହିଲି, ଧନ୍ୟବାଦ। ଭଲ ରୁହନ୍ତୁ, ଭଲ କରନ୍ତୁ ସମସ୍ତଙ୍କୁ।